हेलो गाइस केମିତି ଅଛନ୍ତି ଆପଣମାନେ आशा କରୁଛି ଭଲ ଥିବେ ସମସ୍ତେ। ଆଜି ଗୋଟେ ନୂଆ ଷ୍ଟାଇଲରେ ଆମେ ବନେଇ ଯାଉଛୁ ଚିକେନ ବିରିୟାନୀ। ଚାଲନ୍ତୁ ଷ୍ଟାର୍ଟ କରିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖିବେ। 500 ଗ୍ରାମ ଚାଉଳ ନେଇଛି ମୁଁ। ଚାଉଳକୁ ଭଲ ଭାବେ ଧୋଇଦେବା। ଚାଉଳକୁ ଭଲସେ ଚକଟି ଭଲ ଭାବେ ଧୋଇଦେବା। ହାଣ୍ଡିରେ ପାଣି ଗରମ କରିବାକୁ ମୁଁ ରଖିଥିଲି। ପାଣି ଗରମ ହେଇଗଲାଣି, ତା ଦେହରେ ବି ଚାଉଳ ପକାଇଦେବା। ଅଳ୍ପ କିଛି ଗୋଟା ମସଲା ନେଇଛି। ଅଳ୍ପ କିଛି ଡାଲଚିନି, କିଛି ଜିରା ଆଉ ଗୋଲମରିଚ ମୁଁ ନେଇଛି। ଭାତ ଫୁଟିବା ଷ୍ଟାର୍ଟ ହେଇଗଲାଣି। ଭାତକୁ ବେଶୀ ସିଝେଇବା ନାହିଁ, ଦେଖିଦେବା ହେଇଗଲାଣି ନା ନାହିଁ। ଭାତ ହେଇଗଲାଣି, ଏବେ ଗାଳିଦେବା। ଏବେ ଆସନ୍ତୁ ଚିକେନ ମ୍ୟାରିନେସନ୍ ଷ୍ଟାର୍ଟ କରିବା। ମୁଁ 500 ଗ୍ରାମ ଚିକେନ ନେଇଛି, ତା ଦେହରେ ଅଳ୍ପ କିଛି ଲୁଣ ପକାଇବି। ହଳଦୀ ଗୁଣ୍ଡ କିଛି 1 ଚାମଚ ପାଖାପାଖି ନେବେ। ତାପରେ ଲଙ୍କାଗୁଣ୍ଡ ପକାଇବା। ଲଙ୍କାଗୁଣ୍ଡ 1.5 ରୁ 2 ଚାମଚ ପକାଇବେ। ତାପରେ ମୁଁ କିଛି ଦହି ନେଇଛି। ଦହି ଆପଣ 1 କପ୍ ପାଖାପାଖି ଦହି ନେଇଛି ମୁଁ। ତାପରେ ସୋରିଷ ତେଲ 2 ରୁ 3 ଚାମଚ। ମୁଁ କିଛି କଞ୍ଚା ଧନିଆ ପତ୍ର ନେଇଛି, ତାକୁ ପକାଇ ଭଲ ଭାବରେ ଗୋଳେଇଦେବା। ଚିକେନକୁ ଭଲ ଭାବରେ ଗୋଳେଇବା। ସବୁ ଚିକେନ ଯେମିତି ମସଲା ଲାଗିବ ସେଇଭଳିଆ ଭଲ ଭାବରେ ମିଶାଇଦେବା। ଭଲକି ମିଶାଇ ସାରିଲା ପରେ ତାକୁ ଘୋଡ଼େଇକି ରଖିଦିଅନ୍ତୁ ପାଖାପାଖି 15 ମିନିଟ୍ ପର୍ଯ୍ୟନ୍ତ। ଭଲସେ ଚିକେନ ମ୍ୟାରିନେସନ୍ ହେଲା ପର୍ଯ୍ୟନ୍ତ। କଢ଼େଇକୁ ଭଲ ଭାବରେ ଗରମ କରିକି ତା ଦେହରେ ସୋରିଷ ତେଲ କିଛି ପକାନ୍ତୁ। ମୁଁ ଏଠି ସୋରିଷ ତେଲ ନେଇଛି, ଆପଣ ଚାହିଁଲେ ରିଫାଇନ୍ ତେଲ ବି ନେଇପାରିବେ। ତେଲ ଦେହରେ 1 ଚାମଚ ଲୁଣ ପକାଇଦେବା। ଲୁଣ ପକାଇକି କାଟିଥିବା ଆଳୁକୁ ତାକୁ ଛାଣିବା। ଏଇଟା ଅପସନାଲ୍, ତାକୁ ଭଲ ଭାବରେ ଭାଜିଦେବା ଗୋଲ୍ଡେନ୍ ହେଲା ପର୍ଯ୍ୟନ୍ତ। ଆଳୁଟା ପାଖାପାଖି ହେଇଗଲାଣି, ତାକୁ ବାହାର କରିଦେବା। ଏବେ ସେଇ ତେଲରେ କିଛି ଗୋଟା ମସଲା ପକାଇବା। ଡାଳଚିନି, ଜାବିତ୍ରୀ, ଜିରା, ମୁଁ କିଛି ଏଇଭଳି ଗୋଟା ମସଲା ନେଇଛି। ଗୋଟା ମସଲାକୁ ଟିକେ ନାଲି ହେଲା ପର୍ଯ୍ୟନ୍ତ ଭାଜିଦେବେ। ତାପରେ ମୁଁ ଅଦା, ରସୁଣ, ପିଆଜ ମିକ୍ସ ହେଇଥିବା ବଟା ନେଇଛି। ମୁଁ ଏ ମସଲାରେ ପିଆଜ 100 ଗ୍ରାମ ନେଇଛି, ଅଦା 50 ଗ୍ରାମ, ରସୁଣ 50 ଗ୍ରାମ। ତାକୁ ନେଇକି ଭଲ ଭାବରେ ବାଟି ଦିଅନ୍ତୁ। ମସଲାକୁ ଭଲ ଭାବରେ ନାଲି ହେଲା ପର୍ଯ୍ୟନ୍ତ ଭାଜିବା। ତାପରେ ଏବେ ତା ଦେହରେ 2 ଚାମଚ ଲଙ୍କାଗୁଣ୍ଡ ପକାଇବା। ଲଙ୍କାଗୁଣ୍ଡ ଦେଖିକି ନେବେ। ସେ ଚିକେନ ମ୍ୟାରିନେସନ୍ ବେଳେ ଆମେ ଲଙ୍କାଗୁଣ୍ଡ ପକାଇଥିଲୁ। ଏବେ ତା ଦେହରେ 1 ଚାମଚ ହଳଦୀ ଗୁଣ୍ଡ ପକାଇବା। ସ୍ୱାଦ ଅନୁସାରେ ଲୁଣ ନେବା। ଏବେ ତାକୁ ଭଲ ଭାବରେ ନାଲି ହେଲା ପର୍ଯ୍ୟନ୍ତ ଭାଜିବା। ମସଲା ଭଲ ଭାବରେ ଘାଣ୍ଟନ୍ତୁ, ଯେମିତି କଢ଼େଇରେ ନ ଲାଗିଯାଏ। କଢ଼େଇରେ ଲାଗିଗଲେ ବୁଢ଼ାଳିଆ ବାସ୍ନା ହେବ। ଏବେ ଅଳ୍ପ କିଛି ପାଣି ନେଇକି ଦେବା ମସଲାରେ। ମୁଁ ପୁରା ଗାଉଁଲି ଷ୍ଟାଇଲ ବିରିୟାନୀ ବନାଉଛି, ତା ଦେହରେ ବେଶୀ ମସଲା କିଛି ପକାଉନି। ଆପଣ ଚାହିଁଲେ ମସଲା ପକାଇ ପାରିବେ। ମସଲାର ପାଣି ମରି ଆସିଲାଣି। ଏବେ ତା ଦେହରେ ଭଜା ହେଇଥିବା ଆଳୁକୁ ପକାଇଦେବା। ପକାଇକି ଭଲ ଭାବରେ ମିଶାଇଦେବା ମସଲାକୁ ସବୁ। କଢ଼େଇରେ ଯେମିତି ମସଲା ନ ଲାଗୁ। ଏବେ ମସଲା ହେଇଗଲାଣି। ଏବେ ତା ଦେହରେ ମ୍ୟାରିନେସନ୍ କରିଥିବା ଚିକେନକୁ ପକାଇବା। ଚିକେନକୁ ପକାଇ ଭଲ ଭାବରେ ଘାଣ୍ଟିବା ମସଲାକୁ। ଚିକେନ ବିରିୟାନୀ ନିଶ୍ଚୟ ଘରେ ତିଆରି କରି ଖାଇବେ, ପୁରା ଫୁଲ୍ ଗାଉଁଲି ଷ୍ଟାଇଲ ଚିକେନ ବିରିୟାନୀ। ଏବେ ତାକୁ ଭଲ ଭାବରେ ଘୋଡ଼େଇ ଦିଅନ୍ତୁ। ଚିକେନ ଯେପର୍ଯ୍ୟନ୍ତ ସବୁ ପାଣି ନ ବାହାରି ଯାଇଛି ସେ ପର୍ଯ୍ୟନ୍ତ ଚିକେନକୁ ଭଲ ଭାବରେ କଷନ୍ତୁ। ଏବେ ଚିକେନ ପାଖାପାଖି ହେଇ ଆସିଲାଣି। ଏବେ ଗ୍ୟାସ୍ ବନ୍ଦ କରିଦେବା। ଏବେ ବିରିୟାନୀକୁ ଦମ୍ ଦେବା। ଅଳ୍ପ କିଛି ଭାତ ଅଲଗା କରି କାଢ଼ିକି ରଖିଦେଇଛି। ବିରିୟାନୀ ମସଲା ତା ଦେହରେ କିଛି ଅଳ୍ପ ପକାଇଛି। ତା ଦେହରେ ଧନିଆ ପତ୍ର, କଞ୍ଚା ଧନିଆ ପତ୍ର କିଛି ପକାଇଛି। ଚିକେନକୁ ଆଣିକି ତା ଉପରେ ପକାନ୍ତୁ। ଆଣିକି ଲେୟାରିଂ କରନ୍ତୁ ଚିକେନକୁ ତା ଉପରେ ଭଲ ଭାବରେ।
ଚିକେନକୁ ଭଲ ଭାବରେ ଲେୟାରିଂ କଲା ପରେ କାଢ଼ି ରଖିଥିବା ଯେଉଁ ଭାତ ଗୁଡ଼ା ଆମେ ରଖିଥିଲୁ ତାକୁ ଭଲସେ ତାପରେ ପକାଇକି ଲେୟାରିଂ କରନ୍ତୁ। ଲେୟାରିଂ ହେଇସାରିଲା ପରେ ତାପରେ ବିରିୟାନୀ ମସଲା ପକାନ୍ତୁ। ଆଉ କିଛି ଛୋଟ କଞ୍ଚା ଧନିଆ ପତ୍ର ପକାନ୍ତୁ ତା ଦେହରେ। ଭଲ ଭାବରେ ଏବେ ତାକୁ ଘୋଡ଼େଇକି ରଖିଦିଅନ୍ତୁ 5 ମିନିଟ୍ ଲୋ ଫ୍ଲେମ୍ରେ। ପାଞ୍ଚ ମିନିଟ୍ ହେଇଗଲାଣି। ଏବେ ଦେଖିବା ଚାଲନ୍ତୁ ଚିକେନ ବିରିୟାନୀ କେମିତି ହେଇଛି ଆମର। ବିରିୟାନୀ ପୁରା ବଢ଼ିଆ ଦେଖାଯାଉଛି। ବିରିୟାନୀର କଲର୍ଟା ବି ଭଲ ଆସୁଛି। ମୁଁ କଲର୍ କିଛି ପକେଇନି, ଆପଣ ଚାହିଁଲେ କଲର୍ ବି ପକେଇ ପାରିବେ। ପ୍ରସ୍ତୁତ ହେଇଗଲା ଚିକେନ ଦମ୍ ବିରିୟାନୀ। ମୋ ଭିଡ଼ିଓ ଯଦି ଭଲ ଲାଗିଥିବ ତାହେଲେ ଗୋଟେ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଭଲରେ ଥାନ୍ତୁ ସମସ୍ତେ। ଆଇ ଲଭ୍ ୟୁ ଅଲ୍।